ହୀରାକୁଦରେ ଆମର ବର୍ତ୍ତମାନ ଯେଉଁ ବନ୍ୟା ଜଳ ଅଛି 20ଟା ଗେଟ୍ ଦେଇକରି ଆମର ବନ୍ୟା ଜଳ ନିଷ୍କାସନ ହେଉଛି। ତ ସେଇଟା ମଧ୍ୟ ଗତକାଲି ମଧ୍ୟ 20ଟା ଥିଲା ଏବଂ ଏଇଟା ଚାଲିଛି। କୌଣସି ପ୍ରକାର ବଢ଼ା କମା କିଛି କରାହେଇନି। ଅନ୍ୟାନ୍ୟ ଜାଗାରେ ସବୁ ନର୍ମାଲ୍ ଅଛି। ସୁବର୍ଣ୍ଣରେଖାର ଜଳ ସଂଗ୍ରହଣ କ୍ଷେତ୍ରରେ ଟିକେ ବର୍ଷା ହେଇଛି। ଆମର 31.77 ମିଲିମିଟର ବର୍ଷା ହେଇଛି, ଯାହାର ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟାବେଳକୁ ରାଜଘାଟରେ ସତର୍କ ସଂକେତ ଯାହା ଆସିବ 9.45 ଆସିବ। ସେଇଟା ଆମର ସବୁବେଳେ ସମସ୍ତେ ଯେଉଁ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ୍ ସାଙ୍ଗରେ ଆମର ଯେଉଁ କ୍ଷେତ୍ର ଅଧିକାରୀମାନେ ଅଛନ୍ତି ସବୁବେଳେ ଯୋଗାଯୋଗରେ ଅଛନ୍ତି, ସବୁବେଳେ ସତର୍କ ଦୃଷ୍ଟି ରଖିଛନ୍ତି। ଏବେ ସତର୍କ ରେଡ୍ ଆଲର୍ଟ କେଉଁଠି ନାହିଁ। ରେଡ୍ ଆଲର୍ଟ ଆମ ପାଇଁ ଆମ ଇଏ କ୍ଷେତ୍ରରେ ଆମେ କେଉଁଠି ଜାଗାରେ ଡେଞ୍ଜର ଲେଭେଲ୍ ଯେଉଁଟା ଆମେ କହୁ ଡେଞ୍ଜର ଲେଭେଲ୍ ଉପରେ କୌଣସି ଜାଗାରେ ନାହିଁ, କୌଣସି ଜାଗାରେ ନାହିଁ। ସବୁ ଜାଗାରେ ସ୍ଥିତି ସାମାନ୍ୟ ଅଛି। ଏଇଟା ଆମେ ଏଥିପାଇଁ କହୁଛୁ ଜଳସ୍ତର ଟିକେ ବଢ଼ିବ, ଯେଉଁଟା ସୁବର୍ଣ୍ଣରେଖା କଥା କହିଲି ସେଇଟା ଆପଣଙ୍କର ସତର୍କ ସଂକେତ 9.45 ମିଟର ହେବ। ଲୋକ ଜାଣିବା ଉଚିତ। ସେମିତି ମୁଣ୍ଡଳିରେ ଆମ ଜଳସ୍ତର ବଢ଼ୁଛି ଧୀରେ ଧୀରେ। ଯେଉଁଟା ହୀରାକୁଦରୁ ପରଦିନ ଯେଉଁଟା ଛଡ଼ା ହେଇଥିଲା ସେ ପାଣି ଆସିବା ଆରମ୍ଭ କରିଛି। ସକାଳେ ଆମର 10ଟା ବେଳେ ମାପ ହୋଇଥିଲା 1,18,000 କ୍ୟୁସେକ୍। ସେଇଟା ବଢ଼ିକି ସନ୍ଧ୍ୟା ସୁଦ୍ଧା ଆଶା କରାଯାଉଛି 4,50,000 କ୍ୟୁସେକ୍ ହେବ। ତେଣୁ ଲୋକ ଜାଣିବା ଦରକାର, ସମସ୍ତେ ଜାଣିବା ଉଚିତ। ନାଇଁ ସତର୍କ ଏଇଟା ନାହିଁ, ଫ୍ଲଡ୍ ନୁହଁ, ଏଟା ଫ୍ଲଡ୍ ନୁହଁ। ତେଣୁକରି କୌଣସି ସତର୍କ ସୂଚନା ଆମେ ଜାରି କରୁଛୁ। ଲୋକମାନଙ୍କୁ ଆମେ ସବୁବେଳେ ସଚେତନ କରୁଛୁ। ଯେତେବେଳେ ବି ଆପଣ ଯିବେ କୌଣସି ରିଭରରେ ତା'ର ମାନେ ଆପଣ ନିଶ୍ଚିତ ଭାବରେ ସତର୍କ ହେବା ଉଚିତ। ଜଳସ୍ତର ବଢ଼ିବା ପାଇଁ ସବୁବେଳେ, ଯେହେତୁ ବର୍ଷା ଦିନଟା, ଆଉ ଆମେ ସବୁବେଳେ ଖବରକାଗଜ ମାଧ୍ୟମରେ ଆଉ ଯେତେବେଳେ ଗୋଟେ ରିଜର୍ଭରରୁ ଗୋଟେ ଡ୍ୟାମ୍ରୁ ଯେତେବେଳେ ପାଣି ଛଡ଼ା ହେଉଛି ମଧ୍ୟ ଆମେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ଲସ୍ ଆମର ସବୁ ପ୍ରକାର ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ୍, ତହସିଲଦାର, ବିଡ଼ିଓ, ପୋଲିସ ସମସ୍ତଙ୍କୁ ସୂଚନା ଦିଆହେଉଛି। ପବ୍ଲିକ୍ ରିପ୍ରେଜେଣ୍ଟେଟିଭ୍ମାନଙ୍କୁ ସରପଞ୍ଚଠୁ ଆରମ୍ଭ କରି ଆପଣ MLA MPଙ୍କ ପାଖକୁ ମଧ୍ୟ ଯାଉଛି, ସବୁ ସୂଚନା ଯାଉଛି। ଏଇଟାର ଅର୍ଥ ହେଲା ଏଇ ବର୍ଷା ଦିନରେ ଲୋକ ଟିକେ ମାନେ କେୟାରଫୁଲି ଭିତରକୁ ଯିବା କଥା। କାରଣ ଯେଉଁ ଜାଗାରେ ତା'ର ଅପଷ୍ଟ୍ରିମ୍ରେ ଡ୍ୟାମ୍ ଅଛି ଫାଟକ ଖୋଲା ହେଲା ବେଳକୁ ସେମାନେ ଯଦି ସୂଚନା ତାଙ୍କର ଅଭାବ ହେଇଥିବ ତାହେଲେ ଅସୁବିଧା ହେବ। ତେଣୁକରି ଏଇ ଭିତରକୁ ମାନେ ସତର୍କତା ଅବଲମ୍ବନ କରନ୍ତୁ। ନାଇଁ ବର୍ତ୍ତମାନ କିଛି ଆଉ ସମ୍ଭାବନା ନାହିଁ। ଏତିକିରେ 20ଟା ଗେଟ୍ରେ ହିଁ ଆମର ଚାଲିବ। ତାପରେ ଆମେ ଯେଉଁଟା ଆମର ସେଠୁ କେତେ ପାଣି ଆସୁଛି ଛତିଶଗଡ଼ରୁ କିମ୍ବା ଇବ୍ରୁ ତା ଉପରେ ଆମେ ଦେଖିଲା ପରେ ଆକଳନ କରିବୁ। ଯାହା ସମ୍ଭାବ୍ୟ ସ୍ଥିତି ଅଛି ଯେଉଁଟା ଆମର IMD ଆମକୁ ଦେଉଛି ତାକୁ ଆମେ ଦେଖିବୁ। ସେଇଟା ଦେଖିଲା ପରେ ଆମେ ଆମର ଆକଳନ କରିବୁ। ଯଦି ଦରକାର ପଡ଼େ କମ୍ ବେଶୀ ହେବ ଆଗାମୀ ଦିନ। ଆମର ଗତକାଲି ମଧ୍ୟ ଥିଲା, କିନ୍ତୁ ସେ ଅନୁସାରେ ଏତେଟା ବର୍ଷା ହେଇନାହିଁ। ଗତକାଲି ମଧ୍ୟ ଯେଉଁ ସତର୍କ ସୂଚନା ଥିଲା ସେ ଅନୁସାରେ ଆମର ବର୍ଷା ହେଇନାହିଁ।